ଆମେ ସାଇଲେନ୍ସ କରି ଆରମ୍ଭ କରିବା। ସାଇଲେନ୍ସ ମା। ମା ଆମେ ପଢିବା ଦିବ୍ୟ ସମାଚାର ଶ୍ରୀମା ଶ୍ରୀଅରବିନ୍ଦଙ୍କ ସହ ଘଟିତ 247 ସତ୍ୟ କାହାଣୀ। ଲେଖିଛନ୍ତି ଶ୍ୟାମ କୁମାରୀ। ଓଡ଼ିଆ ରୂପାନ୍ତର କରିଛନ୍ତି ଧ୍ରୁବଚରଣ ହୋତା। ମୁଁ ତୁମକୁ ଚାହେଁ। 1945 ମସିହାରୁ ଡିଙ୍କର ପିତାମାତା ଆଶ୍ରମ ପରିଦର୍ଶନରେ ଆସୁଥାନ୍ତି। ଡି ତାଙ୍କ ଗର୍ଭରେ ଥିବା ସମୟରେ ସମ୍ଭବତଃ ତାଙ୍କ ବୋଉ ଦର୍ଶନକୁ ଆସିଥିଲେ। ଶ୍ରୀମା ଶ୍ରୀଅରବିନ୍ଦ ମାତୃଗର୍ଭରେ ଥିବା ସେହି ପିଲାଟିକୁ ଲକ୍ଷ୍ୟ କରିଥିଲେ ଓ ସେ ପିଲାଟି ତାଙ୍କର ସନ୍ତାନ ହେବ ବୋଲି ମଧ୍ୟ ଜାଣିଥିଲେ। ଡି କଡ଼ାକଡ଼ି ଭାବରେ କନଭେଣ୍ଟ ସ୍କୁଲରେ ବିଦ୍ୟା ଅଧ୍ୟୟନ କରିଥିଲେ। ସେ ଯେହେତୁ ଖ୍ରୀଷ୍ଟିଆନ ଧାର୍ମିକ ଧାରାରେ ଶିକ୍ଷା ଓ ଜୀବନଯାପନ ପ୍ରଣାଳୀ ଶିକ୍ଷା କରିଥିଲେ, ଦିବ୍ୟ ଜନନୀ ସିଲ୍କ ଶାଢ଼ୀ ପିନ୍ଧିବା, ଲିପଷ୍ଟିକ୍ ଲଗାଇବା, ସେଣ୍ଟ ବ୍ୟବହାର କରିବା ଆଦୌ ପସନ୍ଦ କରିପାରୁନଥିଲେ। ତାଙ୍କର ପିତାମାତା ଆଶ୍ରମ ଦର୍ଶନ ଆସିବା ସମୟରେ ଝିଅଟି ସେମାନଙ୍କ ସଙ୍ଗରେ ଆସିବାକୁ ଆଦୌ ପସନ୍ଦ କରିନଥିଲା। ଶ୍ରୀମା ଶ୍ରୀଅରବିନ୍ଦଙ୍କର କୌଣସି ବହିପତ୍ର ପଢ଼ିବାକୁ ମଧ୍ୟ ତାର ଆଗ୍ରହ ନଥିଲା। ଏଠି ପ୍ରଥମ କଥା ହେଲା, ଡି ଜନ୍ମଗ୍ରହଣ କରିନାହାନ୍ତି। ଯେତେବେଳେ ତାଙ୍କ ବାପା ମା ଆସିଛନ୍ତି, ସେତେବେଳେ ମା ଶ୍ରୀଅରବିନ୍ଦ ଜାଣିଛନ୍ତି ଏବଂ ସେ ପିଲାଟି ଦିନେ ଆସିବ, ମାନେ ମାଙ୍କର ସନ୍ତାନ ହବ ବୋଲି। କିନ୍ତୁ ସିଏ ପଢିଲା କୋଉଠି? ପିଲାଟି ଜନ୍ମ ହେବା ପରଠାରୁ ଖ୍ରୀଷ୍ଟିଆନ ସ୍କୁଲରେ ପଢିଲା ଏବଂ ସେଠି ପୁରା କଡାକଡି କନଭେଣ୍ଟ ସ୍କୁଲ ଲେଖିଛନ୍ତି ସେଠି। ତେଣୁ ମା ଯୋଉ ପରିପାଟିରେ ନିଜକୁ ସଜାନ୍ତି, ସିଲ୍କ ଶାଢ଼ୀ ପିନ୍ଧିବା, ଲିପଷ୍ଟିକ୍ ଲଗାଇବା, ସେଣ୍ଟ ବ୍ୟବହାର କରିବା, ଏସବୁ ଜିନିଷ ତେଣୁ ସେ ଆଦୌ ପସନ୍ଦ କରୁନଥିଲେ। ତେଣୁ ସେ ଆଶ୍ରମ ଆସିବାକୁ ବି ପସନ୍ଦ କରୁନଥିଲେ ଏବଂ ଇଭିନ୍ ଇଫ୍ ମା ଶ୍ରୀଅରବିନ୍ଦଙ୍କ ବହିପତ୍ର ମଧ୍ୟ ପଢିବାକୁ ଆଗ୍ରହ କରୁନଥିଲେ। ତାଙ୍କରି ଘର ପାଖରେ ଗୋଟିଏ ଚର୍ଚ୍ଚ ଥାଏ। ସେଠାରେ ପ୍ରତ୍ୟେକ ବର୍ଷ ଭର୍ଜିନ୍ ମେରିଙ୍କର ଜନ୍ମ ଉତ୍ସବ ପାଳନ କରାଯାଏ। ଏହା ଏକ ପ୍ରତ୍ୟକ୍ଷ ସ୍ଥାନ। ଲୋକମାନଙ୍କର ଗୋଟେ ଦୃଢ଼ ବିଶ୍ୱାସ ଥାଏ, ଏହି ବାର୍ଷିକ ଧର୍ମ ଉତ୍ସବରେ ଦିନରେ ଯିଏ ଯାହା ପ୍ରାର୍ଥନା କରିବ ତାହାର ପ୍ରାର୍ଥନା ନିଶ୍ଚୟ ପୂରଣ ହେବ। ଗୋଟିଏ ବର୍ଷ ତାଙ୍କ ବୋଉ ଝିଅକୁ କହିଲେ, ସେହି ବର୍ଷ ଉତ୍ସବ ଦିନରେ ଚର୍ଚ୍ଚ ଯାଇ ନିଜର ସ୍ୱାମୀ ଲାଭ ନିମନ୍ତେ ପ୍ରାର୍ଥନା କରିବା ପାଇଁ। କର୍ତ୍ତବ୍ୟନିଷ୍ଠ ଝିଅଟି ପରି ଡି ଚର୍ଚ୍ଚ ଯାଇଥିଲେ, କିନ୍ତୁ ଚର୍ଚ୍ଚ ମଧ୍ୟରେ ତାଙ୍କୁ ଗୋଟିଏ ଭଲ ସ୍ୱାମୀ ମିଳୁ, ଏହି ବର ଆଦୌ ପ୍ରାର୍ଥନା କରିପାରିଲେ ନାହିଁ। ସେହି ପବିତ୍ର ବାତାବରଣ ତାଙ୍କ ମଧ୍ୟରେ ଅନ୍ୟାନ୍ୟ ବହୁ ଆସ୍ପୃହା ସୃଷ୍ଟି କଲା। ଲୋତକପୂର୍ଣ୍ଣ ଚକ୍ଷୁରେ ସେ ପ୍ରାର୍ଥନା କଲେ, ମୁଁ କେବଳ ତୁମରି ହେବାକୁ ଚାହେଁ। ମୁଁ କେବଳ ତୁମକୁ ଚାହେଁ। 2 ମାସ ପରେ ଝିଅର ଆଭ୍ୟନ୍ତରୀଣ ଅନୁସନ୍ଧିତ୍ସା ଲକ୍ଷ୍ୟ କରି ତାଙ୍କର ବାପା ଗୋଟିଏ ପତ୍ର ଶ୍ରୀମାଙ୍କ ନିକଟକୁ ଲେଖିଥିଲେ। ତାଙ୍କର ପ୍ରାର୍ଥନାଟି ଥିଲା, ତାଙ୍କ ଝିଅ ଦର୍ଶନ ପାଇଁ ଯିବାକୁ ଇଚ୍ଛା କରିଛି। ଶ୍ରୀମା ଅନୁମତି ତାଙ୍କୁ ପ୍ରଦତ୍ତ ହୋଇଥିଲା। ଶ୍ରୀମାଙ୍କ ଅନୁମତି ତାଙ୍କୁ ପ୍ରଦତ୍ତ ହୋଇଥିଲା ଏବଂ ତାଙ୍କର ସମଗ୍ର ପରିବାର ପଣ୍ଡିଚେରୀ ଆସିଲେ। ସମସ୍ତେ ସାଙ୍ଗ ହୋଇ ଶ୍ରୀମାଙ୍କ ଦର୍ଶନ ନିମନ୍ତେ ଯାଇଥିଲେ। ଡିଙ୍କ ପାଳି ପଡ଼ନ୍ତେ ସେ ଶ୍ରୀମାଙ୍କ ଚରଣରେ ପ୍ରଣାମ ଜଣାଇଲେ। ଶ୍ରୀମା ତାଙ୍କ ମସ୍ତକରେ ନିଜର ହସ୍ତସ୍ଥାପନ ପୂର୍ବକ ଆଶୀର୍ବାଦ କଲେ ନାହିଁ। ଡି ଦେଖିଥିଲେ ଶ୍ରୀମା ସମସ୍ତଙ୍କ ମସ୍ତକରେ ନିଜର ହସ୍ତ ପ୍ରଦାନ ପୂର୍ବକ ଆଶୀର୍ବାଦ ପ୍ରଦାନ କରୁଥିଲେ। ଏଣୁ ସେ ତାଙ୍କ ମସ୍ତକ ଦ୍ୱାରା ଶ୍ରୀମାଙ୍କ ପାଦ ଉପରେ ଖୁବ୍ ଆସ୍ତେ ଚାପ ପକାଇଲେ। ଏହାପରେ ଶ୍ରୀମା ଖୁବ୍ ଧୀର ଭାବରେ ଝିଅଟିର ମୁଣ୍ଡ ବାଳକୁ ଆଉଁସି ଦେଇଥିଲେ। ଡି ଦଣ୍ଡାୟମାନ ହୁଅନ୍ତେ ଦେଖନ୍ତି ଶ୍ରୀମା ସ୍ମିତହାସ୍ୟ ବଦନରେ ତାଙ୍କୁ ଚାହିଁଛନ୍ତି। ମାଙ୍କର ହସ ସତେଅବା ତାଙ୍କର ସମଗ୍ର ଶରୀର ମଧ୍ୟରେ ତୀର ବେଗରେ ପ୍ରବେଶ କରି ଗୋଟିଏ ଶିହରଣ ସୃଷ୍ଟି କରୁଅଛି। ଶ୍ରୀମା ତାଙ୍କୁ ନିର୍ଲିପ୍ତ ନୟନରେ ଦୀର୍ଘ ସମୟ ଧରି ଅନାଇ ରହିଲେ। ଶେଷରେ ଡିଙ୍କର ମନେ ହେଲା, ଏତେ ସମୟ ନିରୀକ୍ଷଣ କରି ମା କାଳେ କ୍ଳାନ୍ତ ବୋଧ କରିବେ, ତେଣୁ ସେ ଟିକେ ଘୁଞ୍ଚିଗଲେ। ହଠାତ୍ ତାଙ୍କ ମଧ୍ୟରେ ଗୋଟିଏ ଯନ୍ତ୍ରଣା ଅନୁଭୂତ ହେଲା। ସତେଅବା କିଛି ଗୋଟିଏ କାମ ଅଧା ହୋଇ ଅପୂରଣ ରହିଗଲା।
ତାଙ୍କ ନିକଟରେ ଠିଆ ହୋଇଥିବା କେହି ଜଣେ ତାଙ୍କୁ କହିଲେ, ତୁମେ କାହିଁକି ଘୁଞ୍ଚିଗଲ? ମା ତଥାପି ତୁମକୁ ଚାହିଁ ରହିଛନ୍ତି। ଡି ତଳକୁ ଆସି ଧ୍ୟାନ ଗୃହରେ ବସିଲେ। ସେ ଈଶ୍ୱରଙ୍କ ସମ୍ବନ୍ଧରେ କିଛି ଜାଣିନଥାନ୍ତି, କିନ୍ତୁ ବର୍ତ୍ତମାନ ତାଙ୍କର ମନେ ହେଲା ସେ ଯାହାଙ୍କୁ ଖୋଜୁଥିଲେ ଶେଷରେ ତାଙ୍କୁ ହିଁ ଆସି ପାଇଲେ। ତାଙ୍କର ଏହି ଅନୁଭୂତି ବିଷୟଟିକୁ ଅନ୍ୟ କାହାରି ସହିତ ମିଳାଇ କଥାବାର୍ତ୍ତା ହେବାକୁ ସେ ଚାହୁଁଥିଲେ ଏବଂ ଜାଣିପାରୁନଥିଲେ କାହା ସାଙ୍ଗରେ କଥାବାର୍ତ୍ତା କରିବେ ଓ କାହାକୁ କହିବେ। ଘରକୁ ଫେରି ସେ ଶୀଘ୍ର ଶ୍ରୀଅରବିନ୍ଦଙ୍କର ବହିପତ୍ର ଅଧ୍ୟୟନ କରିବାକୁ ଆରମ୍ଭ କରିଦେଲେ ଓ ସବୁ ଶାନ୍ତ ହୋଇଗଲା। ଜୀବନ ତାଙ୍କୁ ଆଉ ପ୍ରହେଳିକା ମନେ ହେଲା ନାହିଁ। ଶ୍ରୀଅରବିନ୍ଦ ସତେଅବା ତାଙ୍କୁ ସବୁ ପୁସ୍ତକ ମାଧ୍ୟମରେ ବୁଝାଇ ଦେଲେ। ଶ୍ରୀଅରବିନ୍ଦ ସତେଅବା ତାଙ୍କୁ ସବୁ ପୁସ୍ତକ ମାଧ୍ୟମରେ ବୁଝାଇ ଦେଲେ। ଡି ଶ୍ରୀମାଙ୍କ ନିକଟକୁ ପତ୍ର ଲେଖିବାକୁ ଆରମ୍ଭ କରିଦେଲେ ଓ ଶ୍ରୀମାଙ୍କର ଆଶୀର୍ବାଦ ପୁଷ୍ପ ପାଇଲେ। ଘରକୁ ଫେରିଯାଇ ପୁନଶ୍ଚ କେତୋଟି ମାସ ମଧ୍ୟରେ ଆଶ୍ରମ ପରିଦର୍ଶନରେ ଆସିଲେ। ପୁନଶ୍ଚ ପରିବାର ସମସ୍ତେ ଆସିଥାନ୍ତି। ଏଥର ମଧ୍ୟ ସମଗ୍ର ପରିବାରଙ୍କୁ ଶ୍ରୀମାଙ୍କୁ ପ୍ରଣାମ ନିବେଦନ କରିବାର ସେହି ଅପୂର୍ବ ସୁଯୋଗ ଅନୁମତି ମିଳିଥିଲା। ସେମାନେ ଟେରାସ ଉପରେ ଅନ୍ୟାନ୍ୟ ଦର୍ଶନାର୍ଥୀମାନଙ୍କ ସଙ୍ଗରେ ଦର୍ଶନକୁ ଯିବା ପାଇଁ ଅପେକ୍ଷାରତ ଥିବା ସମୟରେ ହଠାତ୍ ଚମ୍ପକଲାଲ ଆସି ଡାକି କହିଲେ, ତୁମ ମଧ୍ୟରେ ଡି କିଏ? ଡିଙ୍କୁ ଏକୁଟିଆ ଯିବାକୁ ଖୁବ୍ ଶଙ୍କା ଲାଗୁଥାଏ। ଏହା ଦେଖି ତାଙ୍କ ସମଗ୍ର ପରିବାର ଠିଆ ହୋଇପଡ଼ିଲେ। ଅନୁଭବ କଲେ ସେ ହିଁ ଯିବ। ଚମ୍ପକ ତାଙ୍କୁ କହିଲେ, ସମସ୍ତେ ଦର୍ଶନ କରି ଚାଲିଯିବା ପରେ ତୁମେ ଯାଇ ଏକୁଟିଆ ମାଙ୍କୁ ଦର୍ଶନ କରିବ। ଯେତେବେଳେ ଡି ଯାଇ ଲାଇନରେ ଏକୁଟିଆ ଶ୍ରୀମାଙ୍କ ସମ୍ମୁଖରେ ପହଞ୍ଚିଲେ, ଚମ୍ପକଲାଲ ଅନ୍ୟ ସମସ୍ତଙ୍କୁ ଚାଲିଯିବା ପାଇଁ ଇଙ୍ଗିତ ଦେଇଥିଲେ। ଏଥର ପୂର୍ବ ପରି ହୀରକ ଦୃଷ୍ଟିରେ ମା ତାଙ୍କୁ ଚାହିଁ ରହିନଥିଲେ କିମ୍ବା ହସର ଜୁଆରରେ ତାଙ୍କୁ ଡୁବାଇ ଦେଇନଥିଲେ। ମା ଖୁବ୍ ସ୍ନେହପୂର୍ଣ୍ଣ ଦୃଷ୍ଟିରେ ଡିଙ୍କୁ ଚାହିଁଲେ ଏବଂ ଏଥର ଡି ପୂର୍ବ ଥର ପରି ଘୁଞ୍ଚି ଯାଇନଥିଲେ। ଶ୍ରୀମା ତାଙ୍କ ଚକ୍ଷୁ ଦୁଇକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାହିଁ ରହିଲେ ଓ ତାଙ୍କର ସମସ୍ତ ସ୍ନେହ ପ୍ରେମ ତାଙ୍କ ଉପରେ ଅଜାଡ଼ି ଦେଲେ। ଏହାପରେ ଶ୍ରୀମା ସ୍ୱୟଂ ଅଙ୍ଗଭଙ୍ଗୀ ପ୍ରଦର୍ଶନ ପୂର୍ବକ ଡିଙ୍କୁ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହିଦିନ ଠିକ୍ ଅପରାହ୍ନରେ ଡି ଶୋଇଥିବା ବେଳେ ନିଜ ଶରୀର ମଧ୍ୟରୁ ବାହାରକୁ ଚାଲି ଯାଇଥିଲେ। ତାଙ୍କର ସୂକ୍ଷ୍ମ ଶରୀରଟି ଶ୍ରୀମାଙ୍କ କକ୍ଷ ମଧ୍ୟକୁ ଉଡ଼ି ଯାଇଥିଲା। ଝରକା ମଧ୍ୟ ଦେଇ ମାଙ୍କ କକ୍ଷ ମଧ୍ୟରେ ପ୍ରବେଶ କଲା। ସେ ଶ୍ରୀମାଙ୍କ ନିକଟକୁ ଯାଇ କହିଲା, ବର୍ତ୍ତମାନ ମୁଁ ଆଉ ତୁମକୁ ଛାଡ଼ି ଯିବି ନାହିଁ। ଅନ୍ୟ କଥାରେ, ମା ତୁମେ ଆଉ କେବେ ମୋତେ ଛାଡ଼ିଯିବ ନାହିଁ। ଏହି ପ୍ରତିଶ୍ରୁତି ଲାଭ କରି ଡି ପୁଣି ଉଡ଼ି ଉଡ଼ି ତାଙ୍କ ଶରୀର ମଧ୍ୟକୁ ଫେରି ଆସିଥିଲେ। ସେହି ଦିନଠାରୁ ସେ ଦିବ୍ୟ ଜନନୀଙ୍କୁ ସବୁଦିନ ପାଇଁ ସମର୍ପିତ ହୋଇଯାଇଥିଲେ। ଏଇ ଘଟଣା ଭିତରେ କେତେ ଗୁଡ଼ିଏ କଥା ଆମେ ଲକ୍ଷ୍ୟ ରଖି କରିବା। ପ୍ରଥମ କଥା ହେଲା, ଯେତେବେଳେ ଆମେ କହୁଛୁ ଯେ ଆମେ ମାଙ୍କୁ ଗ୍ରହଣ କରିଛୁ, ବୁଝିବା ଉଚିତ ପ୍ରକୃତରେ ଆମେ ମାଙ୍କୁ ଗ୍ରହଣ କରିନାହୁଁ, ମା ଆମକୁ ଗ୍ରହଣ କରିଛନ୍ତି। ମା ଯେହେତୁ ଆମକୁ ଗ୍ରହଣ କରିଛନ୍ତି, ତେଣୁ ଆମେ ତାଙ୍କୁ ଗ୍ରହଣ କରିପାରିଲେ ତାଙ୍କ ବିଷୟରେ ତାଙ୍କ ବହି ହଉ, ତାଙ୍କୁ ଦେଖିବା ହଉ, ତାଙ୍କ ଫଟୋ ଦେଖିବା ହଉ, ଯାହା ହଉ ଆମେ ଦେଖିଲେ। ତେଣୁ ସେଥିପାଇଁ ଶ୍ରୀଅରବିନ୍ଦଙ୍କର ମେସେଜ ଆମେ ମନେ ରଖିବା, ହି ହୁ ଚୁଜେନ୍ ଦ ଡିଭାଇନ୍ ହାଜ୍ ଚୁଜେନ୍ ହିମ୍। ଆମେ ଯିଏ ଭଗବାନଙ୍କୁ ବାଛୁଛନ୍ତି ବା ବାଛିଛନ୍ତି ବୋଲି କହୁ, ପ୍ରକୃତରେ ସେ ଆମକୁ ବାଛିଛନ୍ତି ବୋଲି ଆମେ ତାଙ୍କୁ ବାଛିବା ପାଇଁ ଗୋଟେ ପରିସ୍ଥିତି ପରିବେଶ ସୃଷ୍ଟି ହୁଏ ଏବଂ ଆମେ ତାଙ୍କୁ ବାଛୁ। ଇଏ ହେଲା ଗୋଟେ ପ୍ରଥମ କଥା। ତେଣୁ ଏଇଠି ଯଦିଓ ଆରମ୍ଭରୁ ସେ ଖ୍ରୀଷ୍ଟିଆନ ସ୍କୁଲରେ ପଢ଼ିଥିଲେ, ତେଣୁ ସେ ଆଦୌ ଗ୍ରହଣ କରିପାରୁନଥିଲେ ମାଙ୍କୁ, କିନ୍ତୁ ଭିତରେ ଯୋଉ ଅଗ୍ନିଟିଏ ଜଳୁଛି ତାକୁ ମା ବାଛି ସାରିଛନ୍ତି। ତେଣୁ କୌଣସି ଏକ ସମୟରେ ସେ ଦ୍ୱାରଟି ଖୋଲିଯାଏ ଏବଂ ତୁମେ ଖୋଲି ଆସ। ତେଣୁ ସେ ଯୋଉ ଯୋଉ ଚର୍ଚ୍ଚକୁ ଯିବାର ଥିଲା, ଚର୍ଚ୍ଚକୁ ଯାଇ ସେ ଯୋଉ ମାଗିଥାନ୍ତେ, କିନ୍ତୁ ସେଇ ସମୟରେ ତାଙ୍କ ଭିତରେ ସେ ଦ୍ୱାରଟି ଖୋଲି ଯାଇଛି ଏବଂ ସେ ମାଗିଛନ୍ତି, ମୁଁ କେବଳ ତୁମକୁ ଚାହେଁ। ଏବଂ ଆଉ ଗୋଟେ କଥା ଲକ୍ଷ୍ୟ କରନ୍ତୁ, ସେଟା ହଉଛି ଯେତେବେଳେ ପିଲାଟିଏ ଗର୍ଭରେ ରହିଛି, ମା ବାପାଙ୍କର ଆସ୍ପୃହା, ମା ଘର ଯୋଉ ପରିବେଶଟିଏ ତିଆରି କରାଯାଇଥାଏ, ସେହି ପରିବେଶର ପ୍ରଭାବରେ ହିଁ ସେହି ପ୍ରକାରର ସନ୍ତାନ ଗର୍ଭକୁ ଆସନ୍ତି।
ଆମେ ଯଦି ସହଜରେ ବୁଝିବା, ସହଜରେ ବୁଝିବା, ଆମେ ଜଣେ ଅତିଥିଙ୍କୁ ଡାକୁଛନ୍ତି, ଯୋଉ ଅତିଥିଙ୍କୁ ଡାକୁଛନ୍ତି ତାଙ୍କ ପସନ୍ଦର ଖାଦ୍ୟ, ତାଙ୍କ ପସନ୍ଦ ଅନୁସାରେ ଅନ୍ୟାନ୍ୟ ଯାହା ପାରିବେଶିକ ପରିସ୍ଥିତି ଆମେ ସାଧାରଣତଃ ତିଆରି କରିଥାଉ। ଆପଣ ଦେଖିବେ, ଆପଣ ଯୋଉ ପିଲାମାନେ, ମନେ କରାଯାଉ ଗୋଟେ ଏକ୍ସଟ୍ରିମ୍ ପଏଣ୍ଟଟା କହୁଛି, ମନେ କରାଯାଉ କେତେ ଗୁଟେ ପିଲା ରହିଛନ୍ତି ଯାହାଙ୍କ ଘରେ ଘରେ ଥାନ୍ତି, ସେମାନେ ବ୍ରେକ୍ ଡ୍ୟାନ୍ସ, ତାଙ୍କ ସାଙ୍ଗମାନେ ବ୍ରେକ୍ ଡ୍ୟାନ୍ସ ବଗେରା ବଗେରା ସେଇଭଳିଆ ରକ୍ ମ୍ୟୁଜିକ୍ ତାଙ୍କୁ ପସନ୍ଦ। ତାଙ୍କୁ ଯଦି ଆପଣ ଏକ ଶାନ୍ତ ପରିବେଶ ଭିତରକୁ ଡାକିବେ, ସେମାନେ କିଛି ସମୟ ରହିଲା ପରେ ତାଙ୍କୁ ଯେମିତି ଅଣନିଶ୍ୱାସୀ ଲାଗିବ। ସେ କହିବେ ଏମିତି କଣ ଏଠି ଗୋଟେ। ସେଇଭଳି ଭାବରେ ଆମେ ଯେତେବେଳେ ଦେଖିବେ, ମନେ କରାଯାଉ ଆପଣଙ୍କର କୌଣସି ଉତ୍ସବ ହଉଛି ଏବଂ ସେଥିରେ ଆପଣ ଜଣେ ସାଧୁଙ୍କୁ ନିମନ୍ତ୍ରଣ କରୁଛନ୍ତି, ବା ଆପଣ କେତେଟା ଜାଗାକୁ ଆମେ ବି ଯାଇଛନ୍ତି ଯୋଉଠି ପୁରୀରୁ ବ୍ରାହ୍ମଣ ଯୋଉମାନେ ଟିକେ ତାଙ୍କ ଅଛନ୍ତି, ସବୁ ବ୍ରାହ୍ମଣଙ୍କର ଉଚ୍ଚ ଅ, ଚେତନାର ବି ରହିଛନ୍ତି ଅନେକ ବ୍ରାହ୍ମଣ। ଯଦି ଆପଣ ସେମାନଙ୍କୁ ଡାକୁଛନ୍ତି, ସେମାନେ କେବଳ ଆସିବେ, ସେମାନେ ସେଥିପାଇଁ କହିବେ ଯେ ନିରୋଳା ସମୟରେ ଆମେ ଯିବୁ ଏବଂ ଆଶୀର୍ବାଦ କରି ଆମେ ପଳେଇ ଆସିବୁ। ସେମାନେ ସେଇ ଯୋଉ ପରିବେଶ, ଯୋଉଠି ଗୋଳମାଳିଆ ପରିବେଶ, ସେ ପରିବେଶ ତାଙ୍କୁ ପସନ୍ଦ ଲାଗେ ନାହିଁ। କାହାକୁ ଗୋଳମାଳିଆ ପସନ୍ଦ ଲାଗେ, କାହାକୁ ଗୋଳମାଳିଆ ପସନ୍ଦ ଲାଗେ ନାହିଁ। ଯଦି ଜଣେ ଅତିଥିଙ୍କୁ ଆମେ ଡାକୁଛନ୍ତି, ତାଙ୍କ ଅନୁସାରେ ଆମେ ପରିସ୍ଥିତି ତିଆରି କରୁଛନ୍ତି, ସେଇଭଳି ଜଣେ ଯେତେବେଳେ ଗର୍ଭଧାରଣ କରେ, ତା ଗର୍ଭ ଭିତରୁ ଯୋଉ ପିଲାଟି ଆସିବ, ସିଏ ବି ଗୋଟେ ଅତିଥି ଆସୁଛି ଆପଣଙ୍କ ଘରକୁ। ଆପଣ ଭାବନ୍ତି ସିନା ଆପଣଙ୍କ ପିଲା ବୋଲି, ସିଏ ପ୍ରକୃତରେ ସେ ଆପଣଙ୍କ ପିଲା କିଛି ନୁହଁ। ସିଏ ଗୋଟେ ଜଣେ ଅତିଥି ଯିଏ ଆପଣଙ୍କ ଘରକୁ ଆସୁଛନ୍ତି। ଆପଣ ଯୋଉ ଭଳି ଭାବରେ ପରିବେଶଟି ସୃଷ୍ଟି କରିବେ, ସେଇଭଳି ଭାବରେ ଅତିଥିଟି ଆସିବେ। ତେଣୁ ଇଏ ମା ଶ୍ରୀଙ୍କ ପାଖକୁ ଯାଉଥିଲେ ଏବଂ ମାଙ୍କୁ ଆଶୀର୍ବାଦ କରିଛନ୍ତି। ତ ତାଙ୍କ ଭିତରେ ଯୋଉ ସନ୍ତାନଟି ଆସିଛି, ସିଏ କୌଣସି ନା କୌଣସି ବାଟରେ ହଉ, କେମିତି କଣ ପୁଣି ମାଙ୍କ ପାଖକୁ ଫେରିବ, ସେ ଦାୟିତ୍ୱ ମାଙ୍କର ହେଇଯାଇଛି। ଏଠି ତୃତୀୟ କଥା ଦେଖନ୍ତୁ, ଜନ୍ମର ଅନେକ ବର୍ଷ ପର୍ଯ୍ୟନ୍ତ ସେ ମାଙ୍କୁ ଗ୍ରହଣ କରିପାରିନାହାନ୍ତି। ତେଣୁ ସେତିକି ବର୍ଷ ତାକୁ ଆପଣ ଭିନ୍ନ ଭିନ୍ନ ଅର୍ଥରେ ନେଇ ନିଆଯାଇ ପାରିବ। କିନ୍ତୁ ଯୋଉ ଆଙ୍ଗେଲରେ ଆମେ ଚର୍ଚ୍ଚା କରିବାକୁ ଯାଉଛନ୍ତି, ସେ ଆଙ୍ଗେଲଟି ହଉଛି ଏଇଆ, ଜନ୍ମର ଏତିକି ସମୟ ପୂର୍ବରୁ ଯଦି ସେ ମା ଶ୍ରୀଙ୍କୁ ଜାଣିପାରିଥାନ୍ତେ, ଯେତିକି ଅଗ୍ରଗତି କରିଥାନ୍ତେ। ଦେଖନ୍ତୁ, ଆମେ ଏଠି ଗୋଟେ ମେଣ୍ଟାଲି ଆମେ ଚିନ୍ତା କରୁଛୁ ନିଶ୍ଚୟ, କିନ୍ତୁ ସେଇ ମେଣ୍ଟାଲି ଦୃଷ୍ଟିକୋଣରୁ ଆମେ ଚିନ୍ତା କରୁଛନ୍ତି, କାହିଁକିନା ଅନ୍ୟ ଦୃଷ୍ଟିକୋଣ ଦେଖିଲେ କେହି କହିପାରିବାନି କିଏ କେତେ ଶୀଘ୍ର ଓପନ୍ ହବ, କେତେ ଶୀଘ୍ର କାମ କରିବ, କହିହବନି। ମେଣ୍ଟାଲି ଆମେ ଯଦି ଦେଖିବା, ମନେ କରାଯାଉ 10 ବର୍ଷ ହଉ, 12 ବର୍ଷ ହଉ, 14 ବର୍ଷ ପରେ ଯେତେବେଳେ ମୁଁ ମାଙ୍କୁ ଜାଣିଲି, ସେଇ ଯୋଉ 14 ବର୍ଷ ପର୍ଯ୍ୟନ୍ତ ମୋର ପ୍ରସ୍ତୁତିରେ ସମୟ ଚାଲିଗଲା। ତେଣୁ ଏଇ ଜନ୍ମ ଭିତରେ ଯଦି ମୁଁ ମାଙ୍କ ସହିତ ଏକାତ୍ମ ନ ହେଇ ପାରିଲି, ଚୈତ୍ୟସତ୍ତାକୁ ଆବିଷ୍କାର କରି ନ ପାରିଲି, ଅନ୍ତରାତ୍ମା ଦ୍ୱାରା ଯଦି ମୋ ଜୀବନକୁ ପରିଚାଳିତ କରି ନ ପାରିଲି, ତେବେ ଏ ଜନ୍ମ ପରେ ଯେତେବେଳେ ମୁଁ ଦ୍ୱିତୀୟ ଜନ୍ମ ଗ୍ରହଣ କରିବି, ଯେତେବେଳେ ଦ୍ୱିତୀୟ ଜନ୍ମ ଗ୍ରହଣ କରିବି, ପୁଣି କିଛି ବର୍ଷ ଚାଲିଯିବ ସଚେତନ ହବା ପାଇଁ, ପୁଣି କିଛି ବର୍ଷ ଚାଲିଯିବ ଜାଣିବା ପାଇଁ ଯେ ମୁଁ କଣ ପାଇଁ ଏ ପୃଥିବୀ ପୃଷ୍ଠକୁ ଆସିଛି। କିଛି ପିଲାଟିଏ ଜନ୍ମ ହବ, କୁଆଁ କୁଆଁ କାନ୍ଦିବ, ଘର ପୁଣି ବଢିବ, ବଡ ହବ, କିଛି ନହେଲେ ମିନିମମ୍ 5-7 ବର୍ଷ ତ ସେଇଥିରେ ଚାଲିଯିବ। ପୁଣି 5-7 ବର୍ଷ ନଷ୍ଟ ହବ ନା। ତେଣୁ ଏଇ ଜନ୍ମରେ ଯେତେବେଳେ ଆମେ ଜାଣିଗଲେଣି ଏ ହଉଛନ୍ତି ଦିବ୍ୟ ଜନନୀ ଏବଂ ରୂପାନ୍ତର ଅନିବାର୍ଯ୍ୟ, ଅବଧାର୍ଯ୍ୟ, ତେବେ ସେଇ ରୂପାନ୍ତର ପାଇଁ ନିଜକୁ ପ୍ରସ୍ତୁତ କରିବା, ଆସ୍ପୃହା କରିବା, ମା ସଦାସର୍ବଦା ମୋ ପାଖରେ ରହିଥାନ୍ତୁ ଏବଂ ଯେତେ ସମ୍ଭବ ଅନ୍ତରାତ୍ମା ଦ୍ୱାରା ମୋର ସମଗ୍ର ସତ୍ତା ପରିଚାଳିତ ହଉ, ଏହି ପ୍ରାର୍ଥନା ମାଙ୍କ ନିକଟରେ ସବୁ ସମୟରେ କରିବା। କୌଣସି କଥା ସଂସାରରେ ଠିକ ନାହିଁ, ଭୁଲ ନାହିଁ। କୌଣସି କଥା ସଂସାରରେ ପାପ ନାହିଁ, ପୁଣ୍ୟ ନାହିଁ। କୌଣସି ସଂସାରରେ କୌଣସି କଥା ଏମିତି କିଛି ନାହିଁ ତମେ କହିପାରିବ ଏଇଟା ହିଁ ଠିକ। ସେଇଟା ହଉଛି ଠିକ ଯେଉଁଥିରେ ମା ପରିପ୍ରକାଶ ହେବେ। ଯୋଉ କଥାଟିଏ ମାଙ୍କ ଆଡକୁ ମତେ ନେଇଯାଉଥିବ, ମୁଁ ସଚେତନ ଭାବେ ଯାତ୍ରା କରିବି ମାଙ୍କ ଆଡକୁ। ସେଥିପାଇଁ ସବୁଠାରୁ ଶ୍ରେଷ୍ଠ ଉପାୟ, ଅନେକ ଉପାୟ ରହିଛି,
ଆସ୍ପୃହା କରିବା, ପ୍ରତ୍ୟାଖ୍ୟାନ କରିବା, ସମର୍ପଣ କରିବା, ଏସବୁ ଗୁଡ଼ାକ ରହିଛି ସେଗୁଡ଼ାକ ପ୍ରସ୍ତୁତ କରିବା। କିନ୍ତୁ ତା ଭିତରେ ଏମିତି ଅମୋଘ ବାଣ ହଉଛି ନାମଜପ କରିବା, ମାଙ୍କ ଉପସ୍ଥିତିକୁ ଆବାହନ କରିବା। ନାମଜପ କରିବା, ମାଙ୍କ ଉପସ୍ଥିତିକୁ ଆବାହନ କରିବା। ତାର ମାଙ୍କ ଉପସ୍ଥିତିକୁ ଆବାହନ କଲେ ମୋର ଆଧାର ପ୍ରସ୍ତୁତ ହବ ଏବଂ ଆଧାର ପ୍ରସ୍ତୁତ ପାଇଁ ଆସ୍ପୃହା କରିବା, ସବୁ କରିବା। କିନ୍ତୁ ନାମଜପ କଲେ କଣ ହବ? ସେଇ ସମୟରେ ଅନ୍ୟାନ୍ୟ ଯୋଉ ଚିନ୍ତା ଯେତେବେଳେ ଯାହା ଆସୁଛି ତାକୁ ପ୍ରତିହତ କରିହବ। ଯଦି କିଛି ଚିନ୍ତା ଆସିଲା ସାଙ୍ଗେ ସାଙ୍ଗେ ନାମଜପ କରିବ। ଆହୁରି ଅଧିକରୁ ଅଧିକ କେମିତି ମୁଁ ଚୈତନ୍ୟସତ୍ତା ଦ୍ୱାରା ପରିଚାଳିତ ହେବି, ସେହି ଆସ୍ପୃହା ରଖି ନାମଜପ ବାରମ୍ବାର ବାରମ୍ବାର କରି ଚାଲିଲେ ଆମକୁ ସହଜ ହେବ ମାଙ୍କର ଉପସ୍ଥିତିକୁ ଅନୁଭବ କରିବା ପାଇଁ। ତେଣୁ ଏଇ ଯେତେବେଳେ ଅବଧାର୍ଯ୍ୟ, ରୂପାନ୍ତର ଅବଧାର୍ଯ୍ୟ, ଦିବ୍ୟଜନନୀ ନିଜେ ଆସିଛନ୍ତି ଏବଂ ଆମେ ଗୋଟେ ସୁଯୋଗ ପାଇଛନ୍ତି। କିଛି ହଉନ, ଜାଣିବା ନ ଜାଣିବା କଥା ତ ଦୂରର କଥା, ବୁଝିବା ନ ବୁଝିବା ତ ଆହୁରି ଦୂରର କଥା। କିଛି ତ କାନରେ ବାଜିଛି, ମୁଁ ତ ଶୁଣିଛି ଏ ହଉଛନ୍ତି ଦିବ୍ୟଜନନୀ, ରୂପାନ୍ତର ଅନିବାର୍ଯ୍ୟ। ତେବେ ସେଇଥିପାଇଁ ତ ଆସ୍ପୃହା କରିବି, ମା ମୁଁ ବୁଝିପାରୁନି, ମା ମୁଁ ଜାଣିପାରୁନି, ହେଇ ଦେଖ ମା ଏଇ ଚିନ୍ତା ଆସିଲା। ଅନ୍ୟ କୌଣସି କଥା ଉପରେ ଗୁରୁତ୍ୱ ଦେବା ନାହିଁ। କିଛି ଦିନ ତଳେ ତୁମ ଭିତରେ ତୁମେ ପଚାରୁଥିଲ ଯେ ତଥାପି କାହିଁକି ମୋ ଭିତରେ ସେଇ ସ୍ୱପ୍ନ ଆସୁଛି ଯୋଉ ସ୍ୱପ୍ନକୁ ମୁଁ ଆଶା କରିନଥିଲି, ଭାବିନଥିଲି, ଇତ୍ୟାଦି ଇତ୍ୟାଦି। ଯାହା ଆସୁନା କାହିଁକି ଗୁରୁତ୍ୱ ଦିଅ ନାହିଁ। ଯୋଉ କଥା ଉପରେ ତୁମେ ଗୁରୁତ୍ୱ ଦବ ସେଇ କଥାଟି ବାରମ୍ବାର ଆସିବ। କଥାରେ ଅଛି, ଓଡ଼ିଆରେ ଆମ ଢଗ ଅଛି, କଥା ମାଜିଲେ ମୋଟ। କଥା ମାଜିଲେ ମୋଟ। କଥା ମାଜିଲେ ମୋଟ ମାନେ ଯୋଉ କଥାଟି ଅଛି ଯଦି ତାରି ଉପରେ ଘାଣ୍ଟି ଚକଟି ହେବେ, ତାକୁ ବାରମ୍ବାର ଆଲୋଚନା କରିବେ, ତାହେଲେ ସେ ମୋଟ ହବ। ମାନେ ସିଏ ଆହୁରି ତାର କାୟା ବିସ୍ତାର କରିବ। ତେଣୁ ଆମେ ପ୍ରାର୍ଥନା କରିବା ମାଙ୍କର ଉପସ୍ଥିତି କାୟା ବିସ୍ତାର କରୁ, ମାଙ୍କ ସହିତ ମୋର ସମ୍ପର୍କଟା କାୟା ବିସ୍ତାର କରୁ, ତାଙ୍କ ସହିତ ସମ୍ପର୍କଟା ମୋର ଘନୀଭୂତ ହେଇଯାଉ। କୌଣସି କୌଣସି ଘଟଣା ମୋ ପାଖକୁ ଆସିପାରେ ଯୋଉଟା କି ମା ମତେ ଚାହୁଁଛନ୍ତି ଜଣେଇବା ପାଇଁ। ଠିକ ଅଛି, ତାକୁ ମୁଁ ବୁଝିପାରିବି କି ନ ବୁଝିପାରିବି, ସେଇଥିପାଇଁ ମୋ ଭିତରେ ଗୋଟେ ବ୍ୟାକୁଳତା ଥାଏ ଯେ ଏଇଟା ଆସିଲା, ଏଥିରେ ମା କିଛି କହିବାକୁ ଚାହୁଁଛନ୍ତି କି? ତାକୁ ମାଙ୍କୁ କହିଦିଅ, ମା ମୁଁ ତଥାପି ଟିକେ ବେଶୀ ଭଲ ଭାବରେ ବୁଝିପାରୁନି। କିନ୍ତୁ ଗୁରୁତ୍ୱ ଯେତେବେଳେ ଅନ୍ୟାନ୍ୟ କୋଉ ଜିନିଷ ରହିଛି, ଯୋଉ ଜିନିଷ କି ମତେ ଟିକେ ଭୀତସ୍ତ୍ରସ୍ତ କରୁଛି, ମତେ ଟିକେ ହଟଚମଟ କରଉଛି, ମତେ ଏଣେ ତେଣେ ବୁଲେଇ ନଉଛି, ମୋର ଚେତନାକୁ ନିମ୍ନଗାମୀ କରୁଛି କିମ୍ବା ଦ୍ୱନ୍ଦ୍ୱ ଭିତରେ ପକଉଛି, ମାଙ୍କ ପାଖରେ କହିଦିଅ, ମାଙ୍କ ପାଖରେ ଛାଡ଼ିଦିଅ। ଏବଂ ସିଏ ଅଛନ୍ତି ନା, କାହିଁକି ଚିନ୍ତା କରିବାର ଅଛି? ଯାହା ହବ ସିଏ କରିବେ। ଯଦି ବ୍ୟକ୍ତି ମାଙ୍କୁ ଚାହୁଁନାହିଁ, ଯୋଉ ବ୍ୟକ୍ତି ଏଠି ଆମେ ଦେଖିଲେ ଯିଏକି ଜମାରୁ ପସନ୍ଦ କରୁନଥିଲେ, ଏମିତି ଏକ ପ୍ରେରଣା ଆଣିଦେଲେ, ସିଏ ନିଜ ଆଡୁ ଆସ୍ପୃହା କରୁଛି ଯେ ମୁଁ ତୁମକୁ ଚାହେଁ ଏବଂ ସେ ଛାଡ଼ିକି ଯିବାକୁ ପସନ୍ଦ ମାନେ ଇଚ୍ଛା ବି ଆସୁନାହିଁ। ଏବଂ ମା ଯେତେବେଳେ କୃପା କରନ୍ତି ସେଠି ଦେଖିଲେ କେବଳ ଆଖି ଦୁଇକୁ ଚାହିଁଛନ୍ତି, ସେଇ ସେତିକିରେ କେତେ କଥା ଘଟିଯାଏ। ମାଙ୍କ ଆମେ ଯୋଉ କହୁଛୁ ଏଇଟା ମାଙ୍କ ଫଟୋ, ଏଇଟା ଶ୍ରୀଅରବିନ୍ଦଙ୍କ ଫଟୋ, ଆମେ ଜାଣି ରଖିବା ଉଚିତ ସେଥିରେ ମା ନିଜେ ଉପସ୍ଥିତ ଅଛନ୍ତି। ପ୍ରୋବ୍ଲେମ ହଉଛି ଆମେ ଭାଷାରେ ଆକ୍ଚୁଆଲି କହିପାରୁନୁ, କଣ କହିବୁ? ମା ଶ୍ରୀଅରବିନ୍ଦ ଆମେ କହିବୁ ସେଟା ଆଣ ବୋଲି, କଣ କହିବୁ? ମାଙ୍କୁ ଆଣ, ଶ୍ରୀଅରବିନ୍ଦଙ୍କୁ ଆଣ। ଆମେ କହିଲେ ବି ଲୋକ ବେଳେ ବେଳେ ବୁଝିପାରନ୍ତିନି, କୋଉ କୋଉ ମାକୁ ଆଣିବି? ଟିକେ ଭାଷାଗତ ପାର୍ଥକ୍ୟ ବୋଧ ରହିବ, ଲୋକ ବୁଝିପାରିବେ ନ ବୁଝିପାରିବେ। ହୁଏତ ସେଇ ଉଦ୍ଦେଶ୍ୟରେ ଆମେ କହିପାରୁ ଏ ମାଙ୍କର ସେ ବଡ ଫଟୋଟା ଆଣ ବୋଲି। କିନ୍ତୁ ଆମ ହୃଦୟ ଭିତରେ ରହୁ, ଆମେ ସେଇ ଜିନିଷଟିକୁ ଅଙ୍ଗେ ନିଭେଇବା ଦରକାର, ଅନୁଭବ କରିବା ଦରକାର। ମା ନିଜେ ଉପସ୍ଥିତ ଅଛନ୍ତି, ମୁଁ ତାଙ୍କ ସମ୍ମୁଖରେ ଠିଆ ହେଇଛି, ତାଙ୍କ ସମ୍ମୁଖରେ ଠିଆ ହେଇଛି, ମାଙ୍କ ଶକ୍ତି ମୋ ଶରୀର ଭିତରେ ପ୍ରବେଶ କରୁଛି। ଦୈନନ୍ଦିନ ଜୀବନରେ ଆମେ ଯେତେବେଳେ କାର୍ଯ୍ୟ କରୁଛନ୍ତି, ଆମେ ସକାଳୁ, ମୁଁ ତ କହିବି ଯେତେବେଳେ ଦାନ୍ତ ଘଷୁଛନ୍ତି ସେତେବେଳେ ଅନୁଭବ କରନ୍ତୁ ବ୍ରଶ ଯେତେଟା ଜାଗାରେ ବାଜି ବାଜି ଯାଉଛି, ସବୁ ଜାଗାରେ ମାଙ୍କର ଚେତନା, ମାଙ୍କର ଜ୍ୟୋତି, ସେ ଯୋଉ ପେଷ୍ଟଟା ନା, ମାଙ୍କର ଆଲୋକ, ସେଇଟା ଯେମିତି ସବୁ ଦାନ୍ତରେ ବାଜୁଛି। ଏବଂ ଯୋଉ ଦାନ୍ତରେ ଯୋଉ ଜାଗାରେ ବାଜୁଛି ସେଇଠି ଯୋଉ ସତ୍ତାଟିଏ ରହିଛି, ସେ ମା 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 ନାମ ଜପ କରିବାକୁ ଆରମ୍ଭ କରୁଛି। ଆପଣ ଯେତେବେଳେ ଗାଧଉଛନ୍ତି ପାଣି ଢାଳି ହଉଛନ୍ତି ନା, ପାଣି ଢାଳି ହେଲା ବେଳକୁ ଅନୁଭବ କରନ୍ତୁ, କଳ୍ପନା କରନ୍ତୁ ଏବଂ ଏହା ବାସ୍ତବ। କାହିଁକି ନା ପାଣି ଭିତରେ ବି ମା ନିଜେ ରହିଛନ୍ତି। ଯେତେବେଳେ ଜଳ ଆପଣ ଢାଳୁଛନ୍ତି ଅନୁଭବ କରନ୍ତୁ ଯେ ମାଙ୍କର କୃପା, ମାଙ୍କ ଶକ୍ତି ଆପଣଙ୍କ ଶରୀରକୁ କେମିତି ଅଜାଡି ହେଇଯାଉଛି। ଯେତେବେଳେ ସାବୁନ ମାରି ହଉଛନ୍ତି, ଶରୀରର ଯୋଉ ଅଙ୍ଗକୁ ସ୍ପର୍ଶ କରୁଛନ୍ତି ସେତେବେଳେ ସ୍ପର୍ଶ କରନ୍ତୁ,
ଯେତେବେଳେ ସ୍ପର୍ଶ କରୁଛନ୍ତି ସେତେବେଳେ ଅନୁଭବ କରନ୍ତୁ ସେଇ ସେଇ ସ୍ଥାନରେ ସେଇ କୋଷରେ ଯୋଉ ସତ୍ତା ମାନେ ରହିଛନ୍ତି ଗୋଟିଏ ଗୋଟିଏ ଯୋଉ ସତ୍ତା ମାନେ ବ୍ୟକ୍ତି ଯିଏ ବ୍ୟକ୍ତି ଜଣକ ନା ପ୍ରତ୍ୟେକ ସତ୍ତାରେ ସେଇ ବ୍ୟକ୍ତି ନିଜେ ସମ୍ପୂର୍ଣ୍ଣ ଭାବେ ନିଜେ କାହିଁକି ନା ଏଇ କୋଷ ଏଇ ନିଶ୍ଚିତଙ୍କର କୋଷରେ ନିଶ୍ଚିତ ସେ ନିଜେ ନିଶ୍ଚିତ ତାଙ୍କର ହାଡ଼ ନିଶ୍ଚିତ ରକ୍ତ ନିଶ୍ଚିତ ସବୁ ନିଶ୍ଚିତ ସେଇ ନିଶ୍ଚିତର ଯୋଉ ପୂର୍ଣ୍ଣ ଅବୟବ ଯୋଉ ସ୍ଥୂଳ ରୂପ ବି ଆମେ ଦେଖୁଛନ୍ତି ଅନୁଭବ କରିବା ଶରୀରର ପ୍ରତ୍ୟେକ କୋଷରେ ସେଇ ସ୍ଥୂଳ ଅବୟବ ବସିଛି ଏବଂ ମାଙ୍କୁ ନାମ ଜପ କରିବାକୁ ଆରମ୍ଭ କରୁଛି ପ୍ରତ୍ୟେକ କୋଷରେ ମା ମା ଜପ ଆରମ୍ଭ ହୋଇଯାଉ ଆପଣ ଯେତେବେଳେ ସାବୁନ ମାରୁଛନ୍ତି ଯୋଉ ଯୋଉ ଜାଗାରେ ହାତ ଛୁଇଁ ଛୁଇଁ ଯାଉଛନ୍ତି ସବୁ ଜାଗାରେ ନାମ ଜପ ଆରମ୍ଭ ହେଇଯାଉଛି ଯେପରି ଆପଣଙ୍କ ଶରୀରରୁ ସମଗ୍ର ଶରୀରରୁ ପ୍ରତ୍ୟେକ କୋଷରୁ ପ୍ରତ୍ୟେକର କଣିକାରୁ ମା 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 ସବୁ ଉଚ୍ଚାରିତ ହେଇ ଉପରକୁ ଉର୍ଦ୍ଧ୍ୱକୁ ମା ମା ଚାଲୁଛି ଏବଂ ଆପଣଙ୍କ ଚତୁଃପାର୍ଶ୍ୱର ପରିବେଶ ମାତୃମୟ ହେଇଯାଉଛି ମା ମା ଚାରିଆଡେ ଯେମିତି ମା ମା ନାମ ଗୁଡ଼ିକ ଇତସ୍ତତଃ ଘୁରି ବୁଲୁଛନ୍ତି ଏବଂ ସେଇ ସମୟରେ ପୁଣି ଯେତେବେଳେ ଜଳ ଢାଳୁଛନ୍ତି ମାଙ୍କର କୃପା ବର୍ଷି ଯାଉଛି ଏବଂ ଯୋଉ ଯୋଉ ସତ୍ତା ମାନେ ମା ମା ନାମ ଜପ କରୁଥିଲେ ସମସ୍ତେ ପୁଣି ଏକ ନୂତନ ଏକ ଆଲୋକରେ ନୂତନ ଏକ ଶକ୍ତିରେ ମାଙ୍କ ଆଡକୁ ଖୋଲି ଧରୁଛନ୍ତି ଏବଂ ତାଙ୍କ ଭିତରୁ ଜ୍ୟୋତି ବାହାରୁଛି ଆମ ଶରୀରର ପ୍ରତ୍ୟେକ କୋଷରେ ଯୋଉ ସତ୍ତା ମାନେ ରହିଛନ୍ତି ସମସ୍ତଙ୍କର ଭିତରେ ଗୋଟେ ଗୋଟେ ଚୈତ୍ୟ ସତ୍ତା ରହିଛି ସମସ୍ତେ ଉନ୍ମୁକ୍ତ ହେଇଯାଉଛନ୍ତି ତେଣୁ ଏଇ ପ୍ରକାରର ଅନୁଭବ କରିବା ଆଉ ଯାହାକୁ ଆମେ ଗୁରୁତ୍ୱ ଦବା ସେଇଟା ହିଁ ବୃଦ୍ଧି ପାଇବ ଯେମିତି କଥା ମାଜିଲେ ମୋଟ ସେଇଭଳି ଯୋଉ ଜିନିଷକୁ ଅଭ୍ୟାସ କଲେ ତାହା ସିଦ୍ଧି ହୁଏ ସେଇଭଳି ଭାବରେ ଆମେ ଯଦି କନସେନ୍ଟ୍ରେସନ କରିବା ଏବଂ ଆସ୍ପୃହା କରିବା ସେଥିପାଇଁ କୁହାହଉଛି ଆସ୍ପିରେସନ ସୁଡ୍ ବି ଆର୍ଡେଣ୍ଟ ଆର୍ଡେଣ୍ଟ ତେଣୁ ଆମେ ଆହ୍ୱାନ କରିବା ମା ଯେମିତି ମୋ ପାଖରେ ସବୁବେଳେ ରହିବେ ତାଙ୍କ ଉପସ୍ଥିତିରେ ମୁଁ ସବୁବେଳେ ରହିବି ଆଉ ସବୁବେଳେ ମା ହିଁ ଥାଆନ୍ତି ଆମର ଉନ୍ମୁକ୍ତତା ତାଙ୍କୁ ଅନୁଭବ କରିବା ପାଇଁ ସୁଯୋଗ ଆଣିଦିଏ ଆମେ ଜାଣିପାରୁ ସେତେବେଳେ ଯେତେବେଳେ ଆମ ଭିତରେ ଖୋଲିଯାଏ ଶେଷ ପାରାଗ୍ରାଫରେ ଯୋଉ କଥାଟି ସେ ଲେଖୁଛନ୍ତି ଯେ ଡି ଶୋଇଥିବା ବେଳେ ନିଜ ଶରୀର ମଧ୍ୟରୁ ବାହାରକୁ ଚାଲି ଯାଇଛନ୍ତି ଏବଂ ତାଙ୍କର ସୂକ୍ଷ୍ମ ଶରୀରଟି ଶ୍ରୀମାଙ୍କ କକ୍ଷ ମଧ୍ୟକୁ ଯାଇଛି ଏବଂ ମା ତାଙ୍କୁ ସେଠି ପ୍ରତିଶ୍ରୁତି ଦେଉଛନ୍ତି ଯେ ମା ଆଉ ତାକୁ କେବେ ଛାଡିକି ଯିବେ ନାହିଁ ମାଙ୍କ ପାଖରୁ ଏ ପ୍ରତିଶ୍ରୁତି ଲାଭ କରିଲା ପରେ ଡି ଫେରିକି ଆସୁଛନ୍ତି ଅନେକ ସମୟରେ ଆମେ ଯେତେବେଳେ ଶୋଉ ଆମେ ଯେତେବେଳେ ଶରୀରରେ ଯେତେବେଳେ ବିଶ୍ରାମ ନେଇଯାଏ ସେତେବେଳେ ଆମର ଅନେକ ସତ୍ତା ଭିନ୍ନ ଭିନ୍ନ ସ୍ତରକୁ ଯାଆନ୍ତି ଏବଂ ଆମର ଚେତନାର ଯେତେ ଯେତେ ଉଚ୍ଚ ସ୍ତରକୁ ବା ଆମର ଚେତନାରେ ଆତ୍ମା ଦ୍ୱାରା ବା ଚୈତ୍ୟ ସତ୍ତାକୁ କେନ୍ଦ୍ର କରି ଆମର କାର୍ଯ୍ୟକଳାପ ଆମର ଚିନ୍ତାଧାରା ଆମର ଭାବଧାରା ଆମର ଧାରଣା ଆମର ଅଭିଜ୍ଞତା ଯେତେ ସଂଗଠିତ ହବ ସୂକ୍ଷ୍ମ ସ୍ତରରେ ଆମେ ସେତିକି ସେତିକି ଉଚ୍ଚ ସ୍ତରକୁ ଯାଇପାରିବା ତେଣୁ ଇଏ ମଧ୍ୟ ସମ୍ଭବ ଏଇଟା କିଛି କଳ୍ପନା ନୁହଁ ଏଇଟା ସମ୍ଭବ ଆଉ ଗୋଟେ ପଢିବା ଅତର୍କିତ ଭାବରେ ଶ୍ରୀମା ଆଶ୍ରମର ପ୍ରାରମ୍ଭିକ ଦିନ ଗୁଡ଼ିକରେ ନିଜ ସନ୍ତାନ ସନ୍ତତି ମାନଙ୍କର କକ୍ଷ ବୁଲି ବୁଲି ପରିଦର୍ଶନ କରୁଥିଲେ ଏବଂ ଏକ୍ସଙ୍କ ଘରକୁ ପ୍ରତ୍ୟେକ ଶୁକ୍ରବାର ଦିନ ପରିଦର୍ଶନରେ ଯାଉଥିଲେ ମା ଆସିବେ ବୋଲି ପରିବାରର ଲୋକମାନେ ଲାଗି ପଡ଼ି ଘରଟିକୁ ଭଲ ଭାବରେ ପରିଷ୍କାର ପରିଚ୍ଛନ୍ନ କରିଥାନ୍ତି ଚଟାଣକୁ ଏପରି ଭଲ ଭାବରେ ଘଷାଘଷି କରି ସଫାସୁତୁରା କରିଥାନ୍ତି ଯେ ତାହା ଦର୍ପଣ ପରି ଚକଚକ ଦେଖାଯାଉଥାଏ ଶ୍ରୀମାଙ୍କ ବସିବା ପାଇଁ ଗୋଟେ ଚଉକି ସୁସଜ୍ଜିତ କରି ରଖିଥାନ୍ତି ଦିନକର ପରିଦର୍ଶନ ବେଳେ ଶ୍ରୀମା ମନ୍ତବ୍ୟ ପ୍ରକାଶ ପୂର୍ବକ କହିଥିଲେ ଦିନେ ମୁଁ ତୁମମାନଙ୍କୁ ପୂର୍ବରୁ ଖବର ନ ପଠାଇ ଆସିବି ହୁଁ, କାହିଁକି ନା ଆମେ ଯେହେତୁ ମା ଆସିବେ ତେଣୁ ଆମେ ପୂର୍ବ ପ୍ରସ୍ତୁତ କରୁଛୁ ମା କହୁଛନ୍ତି ମୁଁ ତୁମକୁ ଖବର ନ ପଠାଇ ଆସିବି କେତେ ଦିନ ଚାଲିଗଲା ସତକୁ ସତ ଦିନେ ଶ୍ରୀମା ତାହା ହିଁ କରିଥିଲେ ଏକ୍ସ ସେଦିନ ତାଙ୍କ କକ୍ଷରେ ନଇଁ ପଡ଼ି ନିଜର ସୂଚୀ କାମ ଫ୍ରେମ ଉପରେ କିଛି ଗୋଟେ କାର୍ଯ୍ୟରେ ବ୍ୟସ୍ତ ଥାନ୍ତି କେତେ ଦିନ ଚାଲିଗଲା ସତକୁ ସତ ଦିନେ ଶ୍ରୀମା ତାହା ହିଁ କରିଥିଲେ ଏକ୍ସ ସେଦିନ ତାଙ୍କ କକ୍ଷରେ ନଇଁ ପଡ଼ି ନିଜର ସୂଚୀ କାମ ଫ୍ରେମ ଉପରେ କିଛି ଗୋଟିଏ କାର୍ଯ୍ୟ କରିବାରେ ବ୍ୟସ୍ତ ଥାନ୍ତି ହଠାତ୍ ଉପରକୁ ମୁଣ୍ଡ ଟେକି ଦେଖନ୍ତି ତ ଶ୍ରୀମା ତାଙ୍କ ସମ୍ମୁଖରେ ଆସି ଦଣ୍ଡାୟମାନ ହୋଇଛନ୍ତି ଶ୍ରୀମା ତାଙ୍କୁ ଅବାକ ହୋଇ ଥିବା ଦେଖି ହସି ହସି କହିଥିଲେ ମୁଁ ଆସିଥିଲି ଦେଖିବାକୁ କହିକି ତାପରେ ଯାହା କହିଛନ୍ତି ଡଟ ଡଟ ମରା ହେଇଛି ମା ତାଙ୍କର ସନ୍ତାନ ମାନଙ୍କୁ ଅନେକ ଭଲ ପାଆନ୍ତି ଏବଂ ବେଳେ ବେଳେ ଆମ ମାନଙ୍କର ଇଚ୍ଛା
ଏବଂ ଆମମାନଙ୍କ ପାଇଁ ସେ କେତେବେଳେ କେମିତି ଏମିତି ବି କରନ୍ତି। ଗୋଟିଏ ଆସ୍ପୃହା ପୂର୍ଣ୍ଣ ହେଲା। 1943 ସାଲରେ ଏଲଙ୍କର ମାମୁଁ ଆଶ୍ରମରେ ରହିବାକୁ ଆସନ୍ତି। ଏଲ ତାଙ୍କ ମାମୁଙ୍କ ନିକଟକୁ ପୂର୍ବରୁ ଲେଖିଥିଲେ ଆସିବା ଆଗରୁ ଚିଠି ଲେଖି ଶ୍ରୀମା ଶ୍ରୀମନ୍ଦିରଙ୍କ ଦର୍ଶନ ଅନୁମତି ନେବାକୁ ପଡ଼ିବ। ସେଇ ସବୁଦିନ ମାନଙ୍କରେ ଦର୍ଶନ ଅନୁମତି ଏତେ ସହଜରେ ମିଳୁନଥାଏ। ତାହା ହିଁ ହୋଇଥିଲା। ସେମାନେ ଏଲଙ୍କ ନିମନ୍ତେ ଓ ନିଜ ନିମନ୍ତେ ଦର୍ଶନ ଅନୁମତି ପ୍ରାର୍ଥନା କଲେ। କହିବା ବାହୁଲ୍ୟ ଯେ ଅଳ୍ପ ଦିନ ମଧ୍ୟରେ ଏଲ ଦିନ ଆଶ୍ରମରୁ ଗୋଟେ ତାରବାର୍ତ୍ତା ପାଇଲେ ଯେ ଦର୍ଶନ ଅନୁମତି ସେମାନଙ୍କ ପାଇଁ ପ୍ରଦତ୍ତ ହୋଇଅଛି। ଏଲ ସେହିଦିନ ପଣ୍ଡିଚେରୀ ଟିକେଟ କିଣି ଆଣିଥିଲେ। ଏଲ ତାଙ୍କ ମାମୁଁ ଓ ତାଙ୍କ ବୋଉ ନିର୍ଦ୍ଧାରିତ ଦିନ ଓ ତାରିଖରେ ଠିକ ସମୟରେ ଦର୍ଶନ ପାଇଁ ଯାଇଥିଲେ। ଏଲ ଦେଖିଲେ ଅଭର୍ଣ୍ଣନୀୟ ସୌନ୍ଦର୍ଯ୍ୟରେ ଦୀପ୍ତିମାନ କେହି ଜଣେ ଗୋଟେ ଲାଲ ଧଡ଼ି ଶୁଭ୍ର ଧାଡ଼ି ପରିଧାନ ପୂର୍ବକ ଖୁବ୍ ଖୁସିରେ ଦଣ୍ଡାୟମାନ ହୋଇଛନ୍ତି। ତାଙ୍କ ଶରୀରରୁ ଶକ୍ତି ଏତେ ଜୋରରେ ବାହାରିବାକୁ ଆସୁଅଛି ଯାହାକୁ ଏଲଙ୍କ ପକ୍ଷରେ ସହ୍ୟ କରିବା ଅସମ୍ଭବ ବ୍ୟାପାର। ତାଙ୍କର ସମଗ୍ର ଶରୀରଟି ଥରି ଯାଇଥିଲା। ସେଇ ହେଲେ ଶ୍ରୀମା। ଶ୍ରୀମାଙ୍କ ଠାରୁ ପୁଷ୍ପ ଗ୍ରହଣ ପୂର୍ବକ ଏଲ ତଳକୁ ଓହ୍ଲାଇ ଆସି ନିଜକୁ ବିଶେଷ ଭାଗ୍ୟବାନ ବୋଲି ମନେ କରିଥିଲେ। ଏହିସବୁ ଆଶୀର୍ବାଦ ବିତରଣ ଉତ୍ସବରେ ମଝିରେ ମଝିରେ ଶ୍ରୀମା ଗଭୀର ସମାଧିସ୍ଥ ହୋଇଯାଆନ୍ତି। ଶ୍ରୀମା ସମ୍ମୁଖରେ ଠିକ୍ ସେହି ସମୟରେ ସୌଭାଗ୍ୟବଶତଃ ଦଣ୍ଡାୟମାନ ହୋଇଥିବା ଭାଗ୍ୟବାନ ଲୋକମାନେ ଦୀର୍ଘ ସମୟ ପାଇଁ ମାଙ୍କର ଅପୂର୍ବ ଦର୍ଶନର ଯୋଗ ପାଇପାରିଥାନ୍ତି। ଦିନେ ଏକ ପିଲାଳିଆ ଆସ୍ପୃହା ଏଲଙ୍କର ମୁଣ୍ଡକୁ ଆସିଲା। ସିଏ ଭାବିଲେ ମୁଁ ଶ୍ରୀମାଙ୍କ ସମ୍ମୁଖରେ ଦର୍ଶନ କରୁଥିବା ସମୟରେ ଯଦି ଶ୍ରୀମା ସମାଧିତ ହୋଇପଡ଼ନ୍ତେ ମୋର ତାଙ୍କର ଅପୂର୍ବ ଦର୍ଶନ କରିବାର କି ବିଶେଷ ସୁଯୋଗ ନ ହୁଅନ୍ତା। ଠିକ୍ ସେହିଦିନ ଏଲ ତାଙ୍କର ସାନ୍ଧ୍ୟ ଦର୍ଶନକୁ ଯାଇଥାନ୍ତି। ସେ ଶ୍ରୀମାଙ୍କ ସମ୍ମୁଖକୁ ପ୍ରଣାମ କରିବାକୁ ଯାଆନ୍ତେ ମା ତାଙ୍କ ହାତକୁ ଆଶୀର୍ବାଦ ପୁଡ଼ିଆଟିକୁ ବଢ଼ାଇ ଦେଉ ଦେଉ ସମାଧିସ୍ଥ ହୋଇପଡ଼ିଲେ। ଗଭୀର ଆନନ୍ଦ ଓ ଶାନ୍ତିରେ ପରିପ୍ଲାବନ ସ୍ୱରୂପ ଏଲ ମାଙ୍କ ସମ୍ମୁଖରେ 10 ମିନିଟ ରହିବାର ସେ ଅପୂର୍ବ ସୁଯୋଗ ଲାଭ କରିଥିଲେ। ଏଲ କୁହନ୍ତି ଶ୍ରୀମା ମଧ୍ୟରାତ୍ରି ଧ୍ୟାନ ସମାରୋହକୁ ଆସିବା ସମୟରେ ଅପରୂପ ସୌନ୍ଦର୍ଯ୍ୟମୟ ପ୍ରତୀୟମାନ ହୁଅନ୍ତି। ମା ଆଉ ଗୋଟେ ପଡ଼ିବ। ଏବଂ ସେ ଆସିଲେ। 1930 ମଧ୍ୟ ଭାଗରେ ଜଣେ ପେଣ୍ଟର ଭକ୍ତ ଶ୍ରୀମାଙ୍କ ବାଲକୋନି ଚିତ୍ର କରୁଥାଏ। ସେ ଗୋଟିଏ ଟେରାସ ଉପରେ ଦଣ୍ଡାୟମାନ ହୋଇ ନିଜର କାର୍ଯ୍ୟରେ ମଗ୍ନ ରହିଥାଏ। ପେଣ୍ଟିଂ କରୁଥିବା ସମୟରେ ହଠାତ୍ ତାଙ୍କ ମନରେ ଆସିଲା ମୁଁ ପେଣ୍ଟିଂ କରୁଥିବା ସମୟରେ ଶ୍ରୀମା ଯଦି ଆସି ବାଲକୋନିରେ ଦଣ୍ଡାୟମାନ ହୁଅନ୍ତେ ତେବେ କି ସୁନ୍ଦର ନ ହୁଅନ୍ତା। ତାଙ୍କର ସେଇ ରୋମାଞ୍ଚକର କଳ୍ପନାକୁ କିଏ ବା ଅନୁଭବ କରିପାରିବ। ହଠାତ୍ ସେ ଦେଖନ୍ତି କରୁଣାମୟୀ ମଧୁମୟୀ ଜନନୀ ଆସି ସେହି ବାଲକୋନି ଉପରେ ଦଣ୍ଡାୟମାନ ହେଲେ। ସେ ଯେତେବେଳେ କାର୍ଯ୍ୟଟିକୁ ସମ୍ପୂର୍ଣ୍ଣ ରୂପେ ଶେଷ କରି ଶ୍ରୀମାଙ୍କ ନିକଟକୁ ନେଲେ ଚିନ୍ମୟୀ ଠିକ୍ ସେତିକି ବେଳକୁ ମାଙ୍କ ନିକଟରେ ଥିଲେ। ଚିନ୍ମୟୀ ଶ୍ରୀମାଙ୍କୁ କହିଲେ ମା ଆପଣ ସେଇ ବାଲକୋନି ପେଣ୍ଟିଂ ମଧ୍ୟରେ ଗୋଟେ ପ୍ରତିମୂର୍ତ୍ତି ଲକ୍ଷ୍ୟ କରିପାରୁଛନ୍ତି ତ? ଚିନ୍ମୟୀଙ୍କର ଏପରି ମନ୍ତବ୍ୟରେ ଶ୍ରୀମା ମନେ ମନେ ହସିଥିଲେ। ଶ୍ରୀମା ମନ୍ତବ୍ୟ ପ୍ରକାଶ ପୂର୍ବକ କହିଲେ ମୁଁ ଭାବୁଛି ସେଇ ପ୍ରତିମୂର୍ତ୍ତିଟି ମୋର ହୋଇଥିବ। ମା ଓକେ ନାମ ଜପ କରି ସାରିବା। Ma, thank you, all the best.